ଯେତେବେଳେ ନୂଆ ଯୋଜନା ଗୋଟେ ବି ସେମାନେ କରିପାରିଲେ ନାହିଁ ସେଥିପାଇଁ ଆଜି ପ୍ରତ୍ୟେକ ଜାଗାରେ ସେମାନେ ରଙ୍ଗମରା କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି। ମିଛ ପ୍ରଚାର କରିବାଟା ଏବଂ ଧର୍ମ ନାଁରେ ରାଜନୀତି କରିବାଟା ଭାରତୀୟ ଜନତା ପାର୍ଟିର ଗୋଟେ ନୀତିଦିନିଆ ଘଟଣା। ଏଟା ନୂଆ କଥା ନୁହେଁ ଯେ ଛାତ୍ରଛାତ୍ରୀ ମାନଙ୍କୁ 1 କ୍ଲାସରୁ 8ମ କ୍ଲାସର ଛାତ୍ରଛାତ୍ରୀ ମାନଙ୍କୁ ସରକାର ସଠିକ ବହି ଦେଇ ପାରୁନାହାନ୍ତି। ଲକ୍ଷ୍ମୀ ପୁରାଣ ବଣ୍ଟନ କାର୍ଯ୍ୟକ୍ରମ ସରକାର କରିବେ 52 କୋଟି ଟଙ୍କାରୁ ঊର୍ଦ୍ଧ୍ୱ ପଇସା ଖର୍ଚ୍ଚ କରିକିରି ଯେଉଁ ପରିସ୍ଥିତିରେ ଆଜି ଓଡ଼ିଶା ଗତି କରୁଛି ପଦ୍ମ ଫୁଲର ପ୍ରମୋସନ କରାହବ। ଏଟା ଲକ୍ଷ୍ମୀ ମାଙ୍କର କେବେ এটা প্রমোশন করা হবনি কি লক্ষ্মী মাঙ্কর বিষয়ে কেবে লোকଙ୍କୁ জনা হবনি। প্রত্যেক ঘরকু তাঙ্কর পার্টি সিম্বল পঠেবার গোটে বিরাট ষড়যন্ত্র এই সরকার করছেন। যে দিনঠু ভারতীয় জনতা পার্টির সরকার 2024 মସିହାରୁ আসিলা যেতে 24 বর্ষ ভিতরে পূর্বতন মুখ্যমন্ত্রী শ্রী নবীন পট্টনায়ক নেতৃত্বে ওড়িশার যাহা বি ডেভেলপমেন্ট হয়েছিল কেবল এই সরকার 2 বর্ষ ভিতরে রঙ্গ মারিবারে ব্যস্ত, না চেঞ্জ করিবারে ব্যস্ত। যোজনা যেতবে নবীন বাবু করতে সে যোজনাକୁ আଜି যেতবে নূয়া যোজনা গোটে বি সেমানে করিপারলে ନାହିଁ ସେଥିପାଇଁ ଆଜି ପ୍ରତ୍ୟେକ ଜାଗାରେ ସେମାନେ ରଙ୍ଗମରା କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି। ପ୍ରଚାର ପ୍ରସାରରେ ଭାରତୀୟ ଜନତା ପାର୍ଟି ସାରା ବିଶ୍ୱରେ ନମ୍ବର 1 ହେବ। ମିଛ ପ୍ରଚାର କରିବାଟା ଏବଂ ଧର୍ମ ନାଁରେ ରାଜନୀତି କରିବାଟା ଭାରତୀୟ ଜନତା ପାର୍ଟିର ଗୋଟେ ନୀତିଦିନିଆ ଘଟଣା। ଏଟା ନୂଆ କଥା ନୁହେଁ। କିନ୍ତୁ ଆଜି ନିଶ୍ଚିତ ରୂପରେ ଗୋଟେ ଚର୍ଚ୍ଚାର ବିଷୟ ହେଇଛି ଯେ ଆଜି ରାଜ୍ୟ ସରକାରକୁ ହଠାତ୍ ମନେ ପଡ଼ିଲା ଲକ୍ଷ୍ମୀ ପୁରାଣ ବାଣ୍ଟିବା ପାଇଁ ଯେ ମହାଲକ୍ଷ୍ମୀଙ୍କର ଲକ୍ଷ୍ମୀ ପୁରାଣ ବାଣ୍ଟିବାର ଆଜି ଆବଶ୍ୟକତା କ'ଣ ହେଲା। ଆଜି ଆମେ ଅନୁଭବ କରୁଛୁ ଓଡ଼ିଶାର ଲୋକ 4.5 କୋଟି ଓଡ଼ିଆ ଅନୁଭବ କରୁଛନ୍ତି ଯେଉଁଭଳି ଆଜି 2 ବର୍ଷ ଭିତରେ ସରକାରର ଅବସ୍ଥା ଅଛି, ସରକାର ଯେଉଁଭଳି ଭାବରେ ଚାଲିଛି। ଏଇ ବହି କଥା କିଛି ଦିନ ତଳେ ଉଠିଥିଲା, ଆଜି ମଧ୍ୟ ଓଡ଼ିଶା ଉଠୁଛି ଏବଂ ପଡ଼ୁଛି ଯେ ଛାତ୍ରଛାତ୍ରୀ ମାନଙ୍କୁ 1 କ୍ଲାସରୁ 8ମ କ୍ଲାସର ଛାତ୍ରଛାତ୍ରୀ ମାନଙ୍କୁ ସରକାର ସଠିକ ବହି ଦେଇ ପାରୁନାହାନ୍ତି ଏବଂ ତାଙ୍କର ମନ୍ତ୍ରୀଠୁ ଆରମ୍ଭ କରିକି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସଚିବ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କଥା ବଦଳୁଛନ୍ତି। ଆଜି ଆମେ ଦାବି କରିଛୁ ଏବଂ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପାଇଁ ଆଜି ଆମେ ଦାବି କରିଥିଲୁ ଯେ ନୂଆ ବହିର ବ୍ୟବସ୍ଥା ସରକାର କରନ୍ତୁ। କିନ୍ତୁ ସରକାର କହୁଥିଲେ ଯେ ରାଜକୋଷର କ୍ଷତି ହେବ। କିନ୍ତୁ ଆଜି କୋଉ ଇଣ୍ଟେନସନରେ, କା ପାଇଁ, କୋଉ ଉଦ୍ଦେଶ୍ୟରେ ଆଜି ବହି ବଣ୍ଟନ କାର୍ଯ୍ୟକ୍ରମ ଲକ୍ଷ୍ମୀ ପୁରାଣ ବଣ୍ଟନ କାର୍ଯ୍ୟକ୍ରମ ସରକାର କରିବେ 52 କୋଟି ଟଙ୍କାରୁ ঊর্ধ্ব ପଇସା ଖର୍ଚ୍ଚ କରିକିରି। ଯେଉଁ ପରିସ୍ଥିତିରେ ଆଜି ଓଡ଼ିଶା ଗତି କରୁଛି ଆପଣ ଦେଖୁଛନ୍ତି ମଣ୍ଡିରେ ଧାନ ପଡ଼ି ରହିଛି, ଚାଷୀ ଧାନର ଉଚିତ ମୂଲ୍ୟ ପାଇପାରୁନାହାନ୍ତି। କଟନୀ ଛଟନୀ ନାଁରେ ଆଜି ଗଜା ହେଇଗଲାଣି ଧାନ, ଆଜି ବି ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ଆଜି ନୂଆ ବହିର ବ୍ୟବସ୍ଥା କରିବା କଥା ସରକାର, ବହିକୁ ଆଜି ରିପେୟାର କରିକିରି ସରକାର ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତ ଏହି ପରିସ୍ଥିତିରେ ଆଜି କ'ଣ ଆମର ଉପମୁଖ୍ୟମନ୍ତ୍ରୀ ମହାଶୟଙ୍କର ଦିମାଗରେ ଆସିଛି ଏବଂ ତାଙ୍କର ମନରେ ଆସିଛି ଯେ 52 କୋଟି ଟଙ୍କାରୁ ঊର୍ଦ୍ଧ୍ୱ ବହି ଛପେଇବା ପାଇଁ ଯେଉଁ ଖର୍ଚ୍ଚ କରାଯିବ ଏବଂ ଲକ୍ଷ୍ମୀଙ୍କ ନାଁରେ ଯେଉଁ ରାଜନୀତି କରାହେବ ଏବଂ ଏଥିରେ ଆଉ ଗୋଟେ ବଡ଼ ପ୍ରଶ୍ନବାଚକ ଚିହ୍ନ ଆସୁଛି ଯେ କାହିଁ ନା କାହିଁ ଭାରତୀୟ ଜନତା ପାର୍ଟିର ସରକାର ଏଟାକୁ ପ୍ରଚାର ପ୍ରସାରର ମାଧ୍ୟମ କରୁନାହାନ୍ତି। ତ ରାଜକୋଷରୁ 52 କୋଟି ଟଙ୍କା ଖର୍ଚ୍ଚ କରିକିରି ପଦ୍ମ ଫୁଲକୁ ପ୍ରିଣ୍ଟ କରିକିରି ତାଙ୍କର ଯେଉଁ ପେଜ୍ କଭର ପେଜ୍ରେ ନିଶ୍ଚିତ ରୂପରେ ଆପଣ ଦେଖିବେ ଯେ ପଦ୍ମ ଫୁଲର ପ୍ରମୋସନ କରାହବ। ଏଟା ଲକ୍ଷ୍ମୀ ମାଙ୍କର କେବେ এটা প্রমোশন করা হবনি কি লক্ষ্মী মাঙ্কর বিষয়ে কেবে লোকଙ୍କୁ জনা হবনি। যেহেতু গ্রামাঞ্চলর মহিলা মানে আজ প্রত্যাখ্যান করে সারিলেনি ভারতীয় জনতা পার্টির সরকারের ব্যবস্থাকে, তাঙ্ক পাখে প্রমোশন করা তাঙ্ক ফুল চিহ্নকু পদ্ম ফুল চিহ্নকু এটা মা লক্ষ্মীঙ্ক নাঁরে গোটে বহি ছপাই করে প্রত্যেক ঘরকু তাঙ্কর পার্টি সিম্বল পঠেবার গোটে বিরাট ষড়যন্ত্র এই সরকার করছেন। এটাকে আমি সম্পূর্ণ রূপে বিরোধ করুছু এবং যেভাবে ভাবে সে বহিরে কিছু ভাষার কিছু দিন তলে গোটে প্রেসমিট হয়েছিল, মু তাহা দেখিলি গোটে সম্প্রদায়କୁ আক্ষেপ করি জাতীয়ায়ন মনোভাবর কথা বিষয়বস্তুକୁ সেটি উপস্থাপন করিবারটা নিশ্চিত রূপে গোটে নিন্দনীয় ঘটনা। তাকে আমি সম্পূর্ণ রূপে আমি বিরোধ করুছু এবং আগামী দিনে নিশ্চিত রূপে এটাকে উচিত ফোরমরে আমি স্বর উত্তোলন করবু।